ଏହା ସହିତ ଭବିଷ୍ୟତରେ ଯେତେବେଳେ କୌଣସି ବ୍ୟକ୍ତି ଆବଶ୍ୟକ ଯୋଗ୍ୟତା ପୂରଣ କରିବେ ସେମାନଙ୍କୁ ଏହି ସୁବିଧା ପାଇବା ପାଇଁ ଆଉ ପୂର୍ବ ହିତାଧିକାରୀଙ୍କର ମୃତ୍ୟୁ ଦ୍ୱାରା ଖାଲି ଥିବା ସ୍ଥାନ ସୃଷ୍ଟି ପର୍ଯ୍ୟନ୍ତ ଅପେକ୍ଷା ନ କରି ତୁରନ୍ତ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ। ଏହି ପଦକ୍ଷେପ ଆମ ନାଗରିକମାନଙ୍କର ପାଇଁ ସାମାଜିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାର ସୁଦୂର ପ୍ରସାରୀ ପ୍ରଭାବ ପକାଇବ। ମହିଳା ସଶକ୍ତିକରଣ ଅଧୀନରେ ଆମ ସରକାରଙ୍କର ଏକ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଝିଅ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିବା। ଏହି ଉଦ୍ଦେଶ୍ୟ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ନାମରେ ଏକ ନୂତନ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛି, ଯାହା ଆର୍ଥିକ ଦୁର୍ବଳ ବର୍ଗର ପରିବାରର ଜନ୍ମ ହୋଇଥିବା ଝିଅଙ୍କ ନାମରେ 20,000 ଟଙ୍କାର ଏକ ସଞ୍ଚୟ ଉପକରଣ ସୃଷ୍ଟି କରାଯିବ। ସ୍ନାତକ ସମାପ୍ତ କରିବା ପରେ ତାକୁ 1,01 ଟଙ୍କା ପ୍ରଦାନ କରାଯିବ। ମହିଳା ସଶକ୍ତିକରଣ ଏବଂ କଲ୍ୟାଣକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ମୁଁ ଏକ ନୂତନ ଯୋଜନା ସୁଭଦ୍ରା ଶକ୍ତି ସମ୍ବାଦ ଆରମ୍ଭର ପ୍ରସ୍ତାବ ଦେଉଛି। ଏହି ଯୋଜନା ସୁଭଦ୍ରା ହିତାଧିକାରୀଙ୍କ ଅଭିଜ୍ଞତାକୁ ବାଣ୍ଟିବା, ସମସ୍ୟାର ସମାଧାନ ପାଇଁ ଅଧିକାରୀ ଏବଂ ଗୋଷ୍ଠୀର ହିତାଧିକାରୀଙ୍କ ସହ ନିୟମିତ ଆଲୋଚନା ମାଧ୍ୟମରେ ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଏକ ଅଂଶଗ୍ରହଣକାରୀ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏହା ବ୍ୟତୀତ ଜୀବନଶୈଳୀ ମାର୍ଗଦର୍ଶନ ଏବଂ ପରାମର୍ଶ ସହାୟତା ସହିତ ସମସ୍ତ ବୟସ ବର୍ଗର ମହିଳାଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ପୁଷ୍ଟିକର ଖାଦ୍ୟ, ମାନସିକ ସୁସ୍ଥତା ଏବଂ ଅର୍ଥନୈତିକ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଉପଯୁକ୍ତ ସ୍ଥାନମାନଙ୍କରେ ସୁଭଦ୍ରା ୱେଲନେସ୍ ସେଣ୍ଟର ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା PMMVY ସହ ଯୋଗଦାନ କରି କନ୍ୟା ସନ୍ତାନ ଜନ୍ମ ନେଇଥିବା ପରିବାରମାନଙ୍କର ପାଇଁ ଏବେ ଆମେ 12,000 ଟଙ୍କାର ବର୍ଦ୍ଧିତ ମାତୃତ୍ୱ ସହାୟତା ପ୍ରଦାନ କରୁଛୁ। ଏହି ପ୍ରତିବଦ୍ଧତାକୁ ରୂପ ଦେବା ପାଇଁ ଆଗାମୀ 2026-27 ବର୍ଷର ବଜେଟ୍ରେ ମମତା ଯୋଜନା ପାଇଁ 320 କୋଟି ଟଙ୍କା ଓ PMMVY ପାଇଁ 180 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗର୍ଭବତୀ ଓ ସ୍ତନ୍ୟପାନକାରୀ ମାତାଙ୍କୁ ଜୀବନର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଆର୍ଥିକ ସହାୟତା ସୁନିଶ୍ଚିତ କରିବ। ମହିଳାମାନଙ୍କର ପାଇଁ ଆର୍ଥିକ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରୁଥିବା ଆମର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ସୁଭଦ୍ରା ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ 2ଟି କିସ୍ତିରେ ବାର୍ଷିକ 10,000 ଟଙ୍କାର ପ୍ରତ୍ୟକ୍ଷ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି। ମୁଁ ଏହି ଯୋଜନାରେ 1 କୋଟିରୁ ଅଧିକ ମହିଳାଙ୍କୁ ଉପକୃତ କରିବା ପାଇଁ 10,150 କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦେଉଛି। ଆମର ଝିଅମାନେ ହେଉଛନ୍ତି ଆମର ଗର୍ବ, ଏଣୁ ସେମାନଙ୍କୁ ସେମାନଙ୍କର ସାମର୍ଥ୍ୟ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ଆମେ ଚେଷ୍ଟିତ। କିନ୍ତୁ ପାରମ୍ପରିକ ବିବାହର ଉଚ୍ଚ ଖର୍ଚ୍ଚ ପ୍ରାୟତଃ ସୀମିତ ସମ୍ବଳ ଥିବା ପରିବାର ଉପରେ ଭାରି ବୋଝ ସଦୃଶ ହୋଇଥାଏ। ଏହି ପରିବାରଗୁଡ଼ିକୁ ସହାୟତା କରିବା ପାଇଁ ଆମେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିଛୁ। ସାମୂହିକ ବିବାହକୁ ସୁଗମ କରି ସରକାର ଆର୍ଥିକ ଦାୟିତ୍ୱ ହିସାବରେ ବିବାହର ସମସ୍ତ ଖର୍ଚ୍ଚ ସମ୍ଭାଳିବା ସହିତ କନ୍ୟାକୁ ଉପହାର ମଧ୍ୟ ପ୍ରଦାନ କରୁଛନ୍ତି। ଏହାଦ୍ୱାରା ପରିବାରମାନେ ବିନା କଷ୍ଟରେ ଏହି ମାଇଲଖୁଣ୍ଟ ପାଳନ କରିପାରିବେ। ଏଥିପାଇଁ ମୁଁ 12 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଦେଉଛି। ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଶିଳ୍ପ ହବ୍ ସ୍ଥାପନ କରିବା ତଥା ବ୍ରାଣ୍ଡିଂ ଓ ପ୍ରୋତ୍ସାହନ ପାଇଁ ସହାୟତା ପ୍ରଦାନ ମାଧ୍ୟମରେ ଓଡ଼ିଶାର ମହିଳାମାନଙ୍କୁ ଲକ୍ଷପତି ଦିଦିରେ ପରିଣତ କରିବା ଆମର ଲକ୍ଷ୍ୟ। ଜାତୀୟ ଜୀବିକା ମିଶନ NRLM ମାଧ୍ୟମରେ ଆମେ 1 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସରକାରୀ ଚୁକ୍ତିନାମା ଓ ସେବା ପ୍ରଦାନର ସୁବିଧା ପ୍ରଦାନ କରୁଛୁ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ବଜେଟ୍ରେ 1,333 କୋଟି ଟଙ୍କାର ବ୍ୟୟବରାଦର ପ୍ରସ୍ତାବ ରହିଛି। ମିଶନ ଶକ୍ତି ବିଭାଗର ଅଧୀନରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ମାଧ୍ୟମରେ ଆମର ମହିଳା ସଶକ୍ତିକରଣ ପାଇଁ ଆବଣ୍ଟନକୁ 2,804 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଆମର ଭଉଣୀ ଏବଂ ଝିଅମାନଙ୍କୁ ସମର୍ଥନ କରିବା ପାଇଁ ମୁଁ ଲିଙ୍ଗଗତ ସମାନତା ହାସଲ କରିବା ଏବଂ ଆମ ରାଜ୍ୟକୁ ଆଗକୁ ବଢ଼ାଇବା ପାଇଁ ଆମ ଜନସଂଖ୍ୟାର ଅଧାରୁ ସଶକ୍ତ କରିବା ପାଇଁ ଆମ ସଂଖ୍ୟାର ଅଧାକୁ ସଶକ୍ତକରଣ କରିବା ପାଇଁ ଉତ୍ସର୍ଗୀକୃତ ଯୋଜନା ଏବଂ କାର୍ଯ୍ୟକ୍ରମ ପାଇଁ 18,957 କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ଦେଉଛି। ଆମର ସମସ୍ତ ଚାଲୁ ରହିଥିବା ଯୋଜନା ବ୍ୟତୀତ ମୁଁ ସମସ୍ତ ଅସମ୍ପୂର୍ଣ୍ଣ ଅଙ୍ଗନବାଡ଼ି କେନ୍ଦ୍ରକୁ ସମୟବଦ୍ଧ ଭିତ୍ତିରେ ସମ୍ପୂର୍ଣ୍ଣ କରିବା ପାଇଁ ଏକ ନୂତନ ଯୋଜନା ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପ୍ରସ୍ତାବ ଦେଉଛି। ଏହି ନୂତନ ଯୋଜନାରେ
କ୍ରେଜ୍ ସୁବିଧା ବିନା ପ୍ରତି କେନ୍ଦ୍ର ପିଛା 15 ଲକ୍ଷ ଟଙ୍କା ଏବଂ କ୍ରେଜ୍ ସୁବିଧା ଥିବା କେନ୍ଦ୍ର ପିଛା 20 ଲକ୍ଷ ଟଙ୍କା ମୂଲ୍ୟରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯିବ। ଏହି ନୂଆ ଯୋଜନା ପାଇଁ ମୁଁ 2026-27 ଆର୍ଥିକ ବର୍ଷରେ 635 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ପିଲାମାନଙ୍କର ପାଇଁ ସୁରକ୍ଷାକୁ ମଜବୁତ କରିବା ପାଇଁ ଏକ ନୂତନ ଯୋଜନା ସମନ୍ୱିତ ବାତ୍ସଲ୍ୟ ସଦନ ଅଧୀନରେ 23ଟି ଜିଲ୍ଲା ମୁଖ୍ୟାଳୟରେ 23ଟି ସମନ୍ୱିତ ବାତ୍ସଲ୍ୟ ସଦନ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି। ଏହି ସୁପରିକଳ୍ପିତ ସମନ୍ୱିତ କମ୍ପ୍ଲେକ୍ସଗୁଡ଼ିକ ଶିଶୁଗୃହ, ଶିଶୁ କଲ୍ୟାଣ କମିଟି ଏବଂ କିଶୋର ନ୍ୟାୟ ବୋର୍ଡକୁ ଗୋଟାଏ ପରିସର ମଧ୍ୟରେ ସ୍ଥାନିତ କରିବ। ଏଥିପାଇଁ ମୁଁ 62 କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରଖିଛି। ଆମର ଜନସାଧାରଣ ହିଁ ଆମର ପ୍ରକୃତ ଶକ୍ତି ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ଆମର ପ୍ରାଥମିକତା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ମାଧ୍ୟମରେ ଆମେ ଆମର ମା, ଝିଅ ଏବଂ ପିଲାମାନଙ୍କର ପୁଷ୍ଟିକର ଖାଦ୍ୟ ସୁରକ୍ଷା ପାଇଁ 552 କୋଟି ଟଙ୍କା ବିନିଯୋଗ କରୁଛୁ। ପୋଷଣ ଅଭିଯାନ ସହିତ ମିଶି ଆମର ଏହି ପଦକ୍ଷେପଗୁଡ଼ିକ ପ୍ରତ୍ୟେକ ପରିବାର ପାଇଁ ଏକ ସୁସ୍ଥ ଉତ୍ତମ ପୁଷ୍ଟିକର ଭବିଷ୍ୟତ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିପାଦନ କରେ। ଯୁବ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପୁଷ୍ଟି ଆବଶ୍ୟକତା ଏବଂ ପ୍ରଭାବଶାଳୀ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ମୁଁ PM ପୋଷଣ କାର୍ଯ୍ୟକ୍ରମ ଅଧୀନରେ 709 କୋଟି ଟଙ୍କା ବ୍ୟୟରେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ପ୍ରସ୍ତାବ ରଖୁଛି। ଅଧିକନ୍ତୁ PM ପୋଷଣ ମାନଦଣ୍ଡ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଦିନ ୟୁନିଟ୍ ସାମଗ୍ରୀ ମୂଲ୍ୟ 10 ଟଙ୍କା 94 ପଇସାରୁ 14 ଟଙ୍କା 74 ପଇସାକୁ ବୃଦ୍ଧି କରାଯାଇଛି। ଏହା ଡ୍ରପ୍ ଆଉଟ୍ ହାର ହ୍ରାସ କରିବା ସଙ୍ଗେ ସଙ୍ଗେ ଆମ ପିଲାମାନଙ୍କର ପାଇଁ ପୁଷ୍ଟି ସ୍ଥିତିର ଉନ୍ନତି ଆଣିବାରେ ସହାୟକ ହେବ। ଜାତୀୟ ଶିକ୍ଷାନୀତି 2020 ଅନୁରୂପ ଆମ ସରକାର ଶିଶୁ ବାଟିକାକୁ ଔପଚାରିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ଭାବେ ସଫଳତାର ସହ ପ୍ରବର୍ତ୍ତନ କରିଛନ୍ତି, ଯାହା ସୁନିଶ୍ଚିତ କରିଛି ଯେ ପ୍ରତ୍ୟେକ ଶିଶୁ ଏକ ଦୃଢ଼ ଏବଂ ନ୍ୟାୟସଙ୍ଗତ ଭିତ୍ତିଭୂମି ସହିତ ବିଦ୍ୟାଳୟରେ ପ୍ରବେଶ କରିବ। ବିଦ୍ୟାଳୟ ଆଧାରିତ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଁ ସମଗ୍ର ଶିକ୍ଷାକୁ ରାଜ୍ୟ ସହାୟତା ଅଧୀନରେ 1131 କୋଟି ଟଙ୍କାର ଆବଣ୍ଟନ ପ୍ରସ୍ତାବ ଦେଉଛି, ଯେଉଁଥିରୁ ଶିଶୁ ବାଟିକା ଛାତ୍ରଛାତ୍ରୀମାନଙ୍କୁ ମାଗଣା ପୋଷାକ ଯୋଗାଣ ପାଇଁ 32 କୋଟି ଟଙ୍କା ଉଦ୍ଦିଷ୍ଟ। ସ୍ପଷ୍ଟ ଦୃଷ୍ଟିକୋଣ ସହିତ ପ୍ରତ୍ୟେକ ଶିକ୍ଷାର୍ଥୀ ପାଇଁ ମାଗଣା ଏବଂ ବାଧାମୁକ୍ତ ଶିକ୍ଷା ଉଦ୍ଦେଶ୍ୟରେ ମୁଁ ନବମ ଏବଂ ଦଶମ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ଏକ ନୂତନ ଯୋଜନାର ପ୍ରସ୍ତାବ ଦେଉଛି। ଅଧିକନ୍ତୁ ଶିକ୍ଷାର ଉପଲବ୍ଧତା ଉନ୍ନତି ଆଣିବା ଏବଂ ସମଗ୍ର ରାଜ୍ୟର ଆର୍ଥିକ ପ୍ରତିବନ୍ଧକ ଦୂର କରିବା ପାଇଁ ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଅଧୀନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଛାତ୍ର ପରିଧାନ ଯୋଜନା ଅଧୀନରେ ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ୟୁନିଫର୍ମ ବଣ୍ଟନ ପାଇଁ ପାଣ୍ଠି ଆବଣ୍ଟନ କରିବାକୁ ପ୍ରସ୍ତାବ ଦେଉଛି। ଏହା ନିଶ୍ଚିତ କରିବ ଯେ କୌଣସି ପିଲା ଆର୍ଥିକ ସଙ୍କଟ ହେତୁ ବିଦ୍ୟାଳୟରୁ ବଞ୍ଚିତ ହେବେ ନାହିଁ। ପ୍ରତ୍ୟେକ ପିଲାଙ୍କ ଭିତରେ ଥିବା ପ୍ରତିଶ୍ରୁତି ଏବଂ ସାମର୍ଥ୍ୟକୁ ପୂରଣ କରିବା ପାଇଁ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସର୍ବୋପରି ଅଟେ। ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ଜରିଆରେ ମୁଁ ଗ୍ରାମ ପଞ୍ଚାୟତ ସ୍ତରରେ ଗୋଟିଏ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ବିକାଶ ପାଇଁ ପ୍ରସ୍ତାବ ଦେଉଛି। ଏହି ଯୋଜନାରେ 2026-27 ଆର୍ଥିକ ବର୍ଷ ପାଇଁ 1010 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଐତିହ୍ୟ ବିଦ୍ୟାଳୟ ଯୋଜନା ଅଧୀନରେ 51ଟି ଐତିହ୍ୟ ଓଡ଼ିଆ ମାଧ୍ୟମ ସରକାରୀ ଉଚ୍ଚ ବିଦ୍ୟାଳୟର ନବୀକରଣ କରାଯିବ ଏବଂ ଯାହାକି ଉତ୍କର୍ଷ ଏବଂ ସାଂସ୍କୃତିକ ଗୌରବର କେନ୍ଦ୍ର ଭାବରେ ପୁନର୍ଜୀବିତ କରିବ। ପ୍ରତ୍ୟେକ